ओं नमो भगवते वासुदेवाय। जीवमुक्ति भागवत द्वाविंश अध्याय। श्री शिव उवाच। कालटई बड़ नष्ट, जानिब नाही दुख कष्ट। से काल बड़ विश्वासी, तक्षणे हाबुड़ीब आसी। कालकु न जानी जे हसे, से काल आसी कंधे बसे। प्राणीर पछे काल थाई, ताहाकु देखिण हसई। प्राणीर लोभ आशा देखी, हसे से मुरुकी मुरुकी। सते अमर हेबा परी, लोभ आशा को थाए करी। धन संपद रखी घरे, न खाई न देई काहारे। बंचिबी बोली जुग जुग, निश्चिंते करुथाए भोग। नीति बुलई नट कुटे, से काल मारई कपटे। कालकु निंदा नाही केबे, रोगरे मरिला बोलिबे। पचारी थिला विष्णु भक्त, दरिद्र होइले के ममत। कहिबी शुण से चरित, पूर्व कालर ए वृत्तांत। हिरण्यपुत्र प्रहलाद, भक्ति रूपाई इंद्र पद। स्वर्ग सभारे थिला बसी, सचिंक संगते बिलसी। संपद मदे भोल होई, विभोरे बसी थिला सेही। अपसरांक नृत्य गीते, देवता गणंक सहिते। हेमंत समये श्री हरि, सभा दुआरे विजे करी। दुआरे प्रभु थिबा कथा, इंद्र को देबारु बारता। मत गर्वरे भोल होई, कोहरी मते जଣା नाही।
ଦୂତର ହାତେ କହିବାରୁ ଫେରିଲେ ପ୍ରଭୁ ସେହି ଠାରୁ। ଅତି ଦୁଃଖରେ ପ୍ରଭୁ ଗଲେ, ମୋ ଭକ୍ତ କି କଲା ଭାବିଲେ। କାହାକୁ କହିବେ ସେ କଥା, ଭକ୍ତର ଲାଗି କଲେ ଚିନ୍ତା। ସୁଧର୍ମା ସଭା ଭାଜିବାରୁ ଜାଣିଲା ଶ୍ରୀହରି ଦୁଆରୁ। ଅନେକ କାଳ ଛିଡ଼ା ହୋଇ ଦୁଆରୁ ଫେରିଛନ୍ତି ସେହି। ମନ୍ଦ ଦୁର୍ବୁଦ୍ଧି ଜାଣି କଲି, ଇନ୍ଦ୍ର ସମ୍ପଦେ ଅନ୍ଧ ହେଲି। କାହିଁକି ମୋତେ ଇନ୍ଦ୍ର ପଦ, ଛାଡ଼ିଲି ଅମୂଲ୍ୟ ସମ୍ପଦ। ଲୋଡ଼ିଲେ ନ ପାଇବି ଆଉ, ଦୁଃଖରେ ଗଲେ ମହାବାହୁ। ହେମନ୍ତ ମନରେ ବିଚାରି, ଇନ୍ଦ୍ର ସମ୍ପଦ ଦୂର କରି। ଧାଇଲା ଅସମ୍ଭାଳ ହୋଇ, ବୈକୁଣ୍ଠପୁରେ ହେଲା ଯାଇ। ଆହାର ନିଦ୍ରା ମୈଥୁନ, ସକଳ ତେଜିଲା ଏ ମାନ। ଏକାଗ୍ରେ ଲୟ ଲଗାଇଲା, ତାଲଏ ବୈକୁଣ୍ଠ କମ୍ପିଲା। ତକ୍ଷଣେ ପ୍ରଭୁ ନାରାୟଣ, ପ୍ରବେଶୀ ତାର ସନ୍ନିଧାନ। ତୋହର ତପେ ମୁଁ ସନ୍ତୋଷ, କିବରେ ଅଛି ତ ମାନସ। ଅବଶ୍ୟ ତତେ ଦେବି ମୁହିଁ, ତ୍ରିବାର ସତ୍ୟ ବଟଇ। ମାଗିଲା ଭକ୍ତ ପ୍ରହ୍ଲାଦ, ଏ ବର ଦିଅନ୍ତୁ ଗୋବିନ୍ଦ। ତୋଠାରେ ଭକ୍ତି ଯେ କରିବେ, ସେମାନେ ଦରିଦ୍ର ହୋଇବେ। ଅନେକ ପଡ଼ିବ ବିପତ୍ତି, ଏ ବର ଦିଅ ଶ୍ରୀପତି। କି କଥା କଲୁ ପ୍ରହ୍ଲାଦ, ଭକ୍ତଙ୍କୁ ଦେଲୁ କି ବିପଦ। ଏ କଥା କଲୁ କାହିଁ ପାଇଁ, ବଡ଼ ଅନ୍ୟାୟ କଲୁ ତୁହି। ଏଣିକି ମୋ ନାମ ଭଜନ, କରିବେ ନାହିଁ ବହୁଜନ। ଯାହା ହେବାର ହେଲା ହେଉ, ଖୋଜିଲେ ପାଇବା କି ଆଉ। ଅସ୍ତୁ ଗହୀଣ ନାରାୟଣ, ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ସେଦିନ ଠାରୁ ବିଷ୍ଣୁ ଭକ୍ତ, ଦରିଦ୍ର ହୋଇଲେ ସମସ୍ତ। ନାମକୁ ଧରିବା ମାତ୍ରକ,
ବିପତ୍ତି ପଡ଼ଇ ଅନେକ जो प्राणी लोड़ इ निर्वाण भय न करे कष्ट मान जहा मिलई ताहा खाई केउ कथा को डरे नाही। शांति रे दिन मारिनिए हरि गोविंद नाम गाए विष्णु को भक्त ए कारणु दरिद्र कष्टी से दिनु भक्तर कथा हेला शेष संतोष हेला कि मानस विधवा वेश्या स्त्रींकर कथा को शुण मुनिवर विधवा जेबे हेब नारी किय बा बेश्या वृत्ति करी पेट विकले व्यभिचारी पापरे थिले दिन सारी। रोगी होइण जेहु थाई समाजे नाना कष्ट पाई पाप कार्य होई रत करि नथिले दान व्रत ग्रह पीड़ा दिथिले होई से कष्ट दुख छाड़ी देई दृढ़ हृदय करी ज्ञान थय करिब निज मन उत्तम आसने बसिब नासा अग्रे दृष्टि देव मस्तके देई दुई हाथ पवन करिब स्थगित मोर रूप को करी ध्यान भाविब आपणार मन कि करिथिली कि होइली पूर्वे कि पाप करिथिली ए जन्मे होइली मु स्त्री पति गलेणी दूर करी अनेक निंदा अपवाद समस्ते होइले विरोध आउ जीवने नाही सुख तेणिकी भोगिबी मु दुख देखुछि आखिरे मोहर अनेक जीवा शिवार अनेक दुखी सुखी स्त्री भोग विलासे दिन सारी समस्ते गलेड़ी पलाई धन बागिए नहीं नाही तांको प्रकारे दिने मुही निश्चय पलाई जीवई जीवन केमंत उद्धार हेबाकु भाविले मनर ज्ञान होइब परापत दिशिब भक्ति मार्ग पथ उठी प्रभातु करी स्नान सूर्यंकु देव जल दान
ସ୍ୱହସ୍ତେ ଗୃହ ପରିଷ୍କାର ଗୋମୟ ସିଞ୍ଚିବ ଦୁଆର ତୁଳସୀ ବୃକ୍ଷ ମୂଳେ ରହି ସକଳ ଦୁଃଖକୁ ଜଣାଇ ତୁଳସୀ ଦେବୀ ଅଟେ ସ୍ତ୍ରୀ ଶୁଣନ୍ତି ସ୍ତ୍ରୀଙ୍କ ଗୁହାରି ତାଙ୍କୁ ଯେ ସେବା କରେ ନୀତି ତାଙ୍କୁ ଦିଅନ୍ତି ସଦଗତି ତାହାଙ୍କ ନାମ ବୃନ୍ଦାବତୀ ବିଷ୍ଣୁଙ୍କୁ ମନାଇ ଅଛନ୍ତି କଳିରେ ପାପ ନାଶିବାକୁ ଧରି ସେ ବୃକ୍ଷର ରୂପକୁ ପ୍ରତ୍ୟେକ ସ୍ଥାନେ ଛନ୍ତି ରହି ତାଙ୍କ ମହିମା କେବା କହି ମୂଳରେ ଗଙ୍ଗାଙ୍କର ସ୍ଥାନ ଡାଳରେ ଛନ୍ତି ଭଗବାନ 33 କୋଟି ଦେବଗଣ ପତ୍ରରେ ଅଛନ୍ତି ରହୀଣ ବାହାରେ ସବୁ ଋଷି ଯତି ଜଟାରେ ଈଶ୍ୱର ପାର୍ବତୀ ଶ୍ରଦ୍ଧାରେ ଶ୍ରୀ ବୃନ୍ଦାବତୀଙ୍କୁ ଉତ୍ତମ ସ୍ଥାନେ ସ୍ଥାପି ତାଙ୍କୁ ସ୍ନାନ ଶୌଚ ନୀତି କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସାରି ବୃନ୍ଦାବତୀଙ୍କ ପାଶେ ଯିବ ସେ ସ୍ଥାନେ ଗୋମୟ ଲିପିବ ସେ ମୂଳେ ଜଳ ପୁଷ୍ପ ଦେଇ ଚନ୍ଦନ କର୍ପୂର ଲଗାଇ ଭାଗ୍ୟାନୁସାରେ ବାଳ ଭୋଗ ସଜାଡ଼ି ରଖି ତାଙ୍କ ଆଗ ତାହାଙ୍କୁ କରି ପ୍ରଦକ୍ଷିଣ ଆଖିକି ବୁଝି କରି ଧ୍ୟାନ ଶ୍ରୀକୃଷ୍ଣ ପାଦେ ଚିତ ଦେବ ମୁଖରେ ନାମ ଉଚ୍ଚାରିବ ସାଷ୍ଟାଙ୍ଗେ ପ୍ରଣିପାତ ହୋଇ ଉଠି ମସ୍ତକେ କର ଦେଇ ମୋହର କଷ୍ଟ ନାଶ ମାତ ଜନ୍ମେ ଜନ୍ମେ ମୁଁ ତୋର ଭୃତ୍ୟ ଜାଣି ନ ଜାଣି ପାପ କଲି ରଖ ଗୋ ଶରଣ ପଶିଲି ଏହି ପ୍ରକାରେ ଧ୍ୟାନ କରି ବୃକ୍ଷ ମୂଳର ଜଳ ସାରି ବୃକ୍ଷ ମୂଳର ପତ୍ର ଆଣି ନିଜ ମସ୍ତକେ ସିଞ୍ଚି ପାଣି
ପଡ଼ିବା ପତ୍ର ଧରି ଗୋବିନ୍ଦ ନାମକୁ ସୁମରି ଗର୍ଭକୁ ଖେପିଲେ ସେ ପତ୍ର ତା ଜୀବ ହୋଇବ କୃତାର୍ଥ। ହେମନ୍ତ ଯେଉଁ ସ୍ତ୍ରୀ ନୀତି ସେବା କରନ୍ତି ବୃନ୍ଦାବତୀ ହରିଙ୍କ ଠାରୁ ସତ ଗୁଣେ ଭକତି ଲଭିବେ ସେମାନେ। ଗୃହରେ ରହି ଯେଉଁ ସ୍ତ୍ରୀ ସେବା କରନ୍ତି ସେହି ପରି ତାଙ୍କର ସର୍ବ ପାପ ନାଶ ଯାଏ ବିଧବା ବେଶ୍ୟା ଦୋଷ। ସ୍ତ୍ରୀଙ୍କ ମୁକତିର ପଥ ଗୃହରେ ଥାଇଟିଏ ମନ୍ତ ସଧବା ଯଦି ସେବା କରେ ଧନ ଜନରେ ଦିନ ସାରେ। ଯୁଗକୁ ଯୁଗ ତା କିରତି ଜୀବଲ ଭଇ ସଦଗତି। ପତିର ଯେତେକ ପାତକ ପୁତ୍ର ଦୁହିତା ଯେତେ ଦୁଃଖ ନାଶ କରିବେ ବୃନ୍ଦାବତୀ ବିଷ୍ଣୁ ଶରଧା ହେବ ଅତି। ଆହୁରି କଥାଟିଏ ଶୁଣ ବିଧବା ବେଶ୍ୟା ପାପୀ ଜନ ରୋଗ ସ୍ତ୍ରୀ କଷ୍ଟିହୀନ ସ୍ତ୍ରୀ ଦରିଦ୍ର ରକ୍ଷଯୋ ନାରୀ ତାଙ୍କର ଜୀବନ କେମନ୍ତ ଉଦ୍ଧାର ହେବ ତା ଶୁଣତ। জ্ঞানী পুরুষ যেবে মিলে তা সঙ্গে জীব নীলা জলে। সকল লোভ করি দূর আশা ন রখিব কাহির। শ্রী জগন্নাথ নাম ধ্যাই ভক্ত পুরুষ সঙ্গে যাই। পতিଙ୍କ ଠାରୁ ସତ ଗୁଣେ ସେବିବ ତାଙ୍କର ଚରଣେ। আজ্ঞা অবজ্ঞা ন করিব তা মন জানি খটিথিব। দুঃখকু করিব আদর নিন্দাকু করিব খাদর। পুরুষোত্তম দিব্য ধাম সে অটে বৈকুণ্ঠ সম। কলিরে সেহি বৈকুণ্ঠ সকল তীর্থ ঠারু শ্রেষ্ঠ। ক্ষেত্র মহিমা শুণ তুহি কি রূপে শ্রীক্ষেত্র বোলাই। বৈকুণ্ঠবাসী নারায়ণ দ্বাপর যুগে অবতীর্ণ।
ଗୋପେ ଶ୍ରୀକୃଷ୍ଣ ବୋଲାଇଲେ ଅନେକ ଦୁଷ୍ଟକୁ ନାସିଲେ। ଜରାହାର ସର ଘାତେ ହରି ନିଜ ଜୀବନ ଦେଲେ ହାରି। ସେ ପିଣ୍ଡ ଭସ୍ମ ନ ହୋଇଲା ଜରା ଶବର ରଖିଗଲା। ନୀଳମାଧବ ନାମ ବହି ବନରେ ଗୁପ୍ତେ ଥିଲେ ରହି। ଇନ୍ଦ୍ରଦ୍ୟୁମ୍ନ ନୃପବର ସନ୍ଦେଶ ପାଇ ପ୍ରଭୁଙ୍କର ବିଜେ କରାଇ ନୀଳାଚଳେ କୀର୍ତ୍ତି ରଖିଲେ ସଦାକାଳେ। ଶ୍ରୀ ଜଗନ୍ନାଥ ନାମ ବହି ବଡ଼ ଦେଉଳେଛନ୍ତି ସେହି। ସ୍ୱୟଂ ସେ ଦାରୁ ବ୍ରହ୍ମ ମୂର୍ତ୍ତି ଦର୍ଶନ ମାତ୍ରେ ଜୀବ ମୁକ୍ତି। ଥରେ ଯେ କରେ ଦର୍ଶନ ତାକୁ ଦେଖିଲେ ଡରେ ଯମ। ଗୋପରେ ଯେତେ ଗୋପ ନାରୀ ଗୋପ ବାଳକ ଆଦି କରି ସେମାନେ ନୀଳାଚଳେ ରହି ସେବାକୁ କରୁଛନ୍ତି ସେହି। ଏମନ୍ତ ପ୍ରଭୁ ଥାଉ ଥାଉ ଭକ୍ତଙ୍କୁ କିସ ଲୋଡ଼ାଉ। ସେ ପାଦ ପଦ୍ମେ କରି ଧ୍ୟାନ ଦୁହେଁ ଚଳିବେ ସେହି ଧାମ। ସେହି କ୍ଷେତ୍ରରେ କରି ବାସ ମନକୁ କରିଣ ସନ୍ତୋଷ। ସେ ନାମ କରିଣ ଗାୟନ ଅର୍ଥକୁ କରିବ ଅର୍ଜନ। ଭିକ୍ଷୁକ ଅଭ୍ୟାଗତ ନୀତି ଦେବେଟି ଧରି ନିଜ ଶକ୍ତି। ହବିଷ କରିବେ ରନ୍ଧନ ବିଷ୍ଣୁଙ୍କୁ କରି ସମର୍ପଣ। ଆନନ୍ଦେ ଦୁହେଁ ତାହା ସାରି କାଳ କାଟିବେ ଏହିପରି। କରିବା ପାପ ହୁଏ ନାଶ ପରେ ବସିବେ ବିଷ୍ଣୁ ପାଶ। ଅଶେଷ ଯଜ୍ଞ ଫଳ ମିଳେ ଜନ୍ମ ନ ହେବେ କଳି କାଳେ। ଏମନ୍ତ ଯେହୁ କରିପାରେ ମାୟା ଜଞ୍ଜାଳୁ ସେହୁ ତରେ। ତାଙ୍କର ଆଉ ନାହିଁ ଜନ୍ମ ବିଷ୍ଣୁ ଶରୀରେ ହୋଇଲିନ। ସେହି ଜୀବକୁ ନାରାୟଣ ଶରୀରୁ ବାହାର କରିଣ। ସ୍ୱର୍ଗରେ କିବା ବୈକୁଣ୍ଠରେ
ରଖାନ୍ତି ଦେବତା ରୂପରେ। সেদিনু জীব মুক্তি হুয়ে ভকত বলি বোলা যায়। শ্রী জগন্নাথ নাম ধ্যাই শ্রীবৎস পাঢ়ি গীতে কহি। নুহই পণ্ডিত সুজ্ঞানী মূর্খ পাপিষ্ট অভিমানী। সুজন জনকু ମୋ ଡର ଥିବାର ଦୋଷକୁ ନ ଧର। ଶ୍ରୀ ଜଗନ୍ନାଥ ନାମ ଧ୍ୟାଇ ଶ୍ରୀବତ୍ସ ପାଢ଼ି ଗୀତେ କହି। ନୁହଇ ପଣ୍ଡିତ ସୁଜ୍ଞାନୀ ମୂର୍ଖ ପାପିଷ୍ଟ ଅଭିମାନୀ। इति श्रीजीवमुक्ति भागवते मुक्ति पुराणे प्राकृत प्रबंधे शिव नारद संवादे विष्णु भक्त दारिद्र्य स्त्रींक निर्वाण कथने नाम द्वाविंशोऽध्यायः।